ଆଉ କେଉଁ ଭକ୍ତକୁ ପ୍ରଭୁ ତାରିଛନ୍ତି ନା ମୋଚିଅଟେ ରାମ ଦାସେ ଶାଳ ଗ୍ରାମ ପରେ ଚମଡ଼ା ଘଷେ ସୁଜନେ ଘୋଷେ ତ ଗୀତ ଗୋବିନ୍ଦ କୁରସେ ସୁଜନେ ଗୋ ଏମନ୍ତ ସେ କରୁଥାଇ କେତେ ଦିନେ ବିପ୍ର ପ୍ରବେଶ ହୋଇ ସୁଜନେ ଗୋ ଦେଖି କାକୁସ୍ଥ ହୋଇଲା ସେହି ସୁଜନେ ଗୋ ଯାହାକୁ ଆମେ କହୁଛେ ତଳ ବା ସାନ ଜାତି ଯାହାକୁ କହୁଛେ ଚପଲ କାମ ସେ କରି ଭକ୍ତ ସେ ଠାକୁରଙ୍କ ଚପଲ କାମ କ'ଣ ଭକ୍ତ ସିଏ ଗୋଟେ ପଥର ଥୋଇ ତାପରେ ଚମଡ଼ା କଟାକଟି କରୁଛି ଏମିତି କିଛି ଦିନ କରୁଛି କିନ୍ତୁ ଗୀତ ଗନ୍ଧ ସେ ବୋଲୁଛି ଭଗବାନଙ୍କୁ ଡାକୁଛି ଗୀତ ଗନ୍ଧ ସଦାବେଳେ ଚଲେଇଛି। ଦୈବାତ ଜଣେ ବ୍ରାହ୍ମଣ ସେପଟେ ଯାଉଥିଲେ କହିଲା ରେ ବାପ ଏଇଟା ତ ଗୋଟେ ଶାଳଗ୍ରାମ ତୁ କ'ଣ ଆପରେ ଚମଡ଼ା ଘଷୁଛୁ ମୋତେ ଏଇଟା ଦେଇଦେ ମୁଁ ନେଇଯିବି ତୁ ଆରେ ଘଷନା ଭାରି ଦୋଷ ହେବ ନା ମୁଁ ତ ଜାଣିନି ଶାଳଗ୍ରାମ କ'ଣ ମୁଁ ତୁମର କର୍ମ କରୁଛି ମୁଁ କେମିତି କହିବି ଆଉ ଯଦି ନେବ ତାହେଲେ ନେଇଯାଅ ଫେର ପରବର୍ତ୍ତୀ ବାର୍ତ୍ତା କ'ଣ ଦେଖିବା।